ଏକ ଦୁଇ ତିନି। ଆଶ୍ଚର୍ଯ୍ୟ ବିଷୟ ତ ମୁଁ ଦେଖେଇବି। ଏପଟେ ପକେଇଲି କାହିଁକିନା ମୋ ମୋବାଇଲ ଅଛି। କିଛି ଏଠି ଆମ୍ବ ଫଳିଛି, ବିଶ୍ୱାସ ଲାଗିବ କି ନାଇଁ ନା? ଦେଖ, ଏଇ ଦେଖ ଭାଇ ଆମ୍ବ, ଦେଖ କେଡ଼ିଟା ଗଛ। ମତେ ତ ଆଶ୍ଚର୍ଯ୍ୟ ଲାଗୁଛି। ହାଇ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ, ଆଉ ମୁଁ ମଧ୍ୟ ଭଲରେ ଅଛି। ସାଙ୍ଗମାନେ, ପୁଣି ଥରେ ଆପଣମାନଙ୍କ ପାଇଁ ମୁଁ ଆଉ ଗୋଟେ ନୂଆ ଭିଡ଼ିଓ ନେଇକି ଆସିଲି। ଆଉ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ସିଧୁ, ଆପଣ ଦେଖୁଛନ୍ତି ମୁଁ ଭାଇ ବ୍ଲଗର ୟୁଟ୍ୟୁବ୍ ଚ୍ୟାନେଲ୍। ସାଙ୍ଗମାନେ, ଆଜି ପୁଣି ଥରେ ଆଉ ଗୋଟେ ନୂଆ ସାଇଡ଼୍ରେ ମୁଁ ଆସିଛି। ସେ ସାଇଡ଼୍ରେ ଆପଣମାନଙ୍କୁ ଏବେ ମୁଁ ଦେଖାଉଛି। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏ ସାଇଡ଼୍ ଭାଇ ବହୁତ ଭଲ ମିସ୍ତ୍ରୀ ଯାଉ, କାହିଁକି ଭଲ ଲୋକକୁ ଭଲ ହିଁ କହିବେ, ଖରାପ ଲୋକକୁ ଖରାପ ହିଁ କହିବେ। ଆଉ ମୁଁ ଏ ସାଇଡ଼୍ ଥରେ ଆସିଥିଲି, ଏଠି ମୁଁ କାମ କରୁଥିଲି ଥରେ, କିନ୍ତୁ ଏ ମାଟି ଦେଖୁଛ ନା, ଏ ମାଟି ପଡ଼ିନଥିଲା। ଏଇଟା ହେଉଛି ମୋ ଆଉ ଗୋଟେ ନୂଆ ସାଇଡ଼୍। ଏଠି ଦେଖୁଛ, ଏଇଟା ହେଉଛି ମୋର ନୂଆ ସାଇଡ଼୍। ଆଉ ମୁଁ ଦେଖେଇ ଦେଉଛି ଏଇଠି କି କାମ ଚାଲିଛି। କାଲି ଇଟା ଯୋଡ଼ି କଲୁ, ଏଇଠି ଏତିକି ପର୍ଯ୍ୟନ୍ତ ଇଟା ଥିଲା। ଏ ଦେଖ, ସେ ଯେଉଁ ଇଟା ଏ ଲାଷ୍ଟ ପର୍ଯ୍ୟନ୍ତ ଥିଲା, ଏତିକି ପର୍ଯ୍ୟନ୍ତ ଇଟା ଥିଲା। ଆଉ ସେ ଇଟା କାଲି ଯେତିକି ପ୍ରାୟ ଗୋଟେ 1000-1200 ହେବ, 1000-1200 ଇଟା କାଲି ବାନ୍ଧିଛନ୍ତି। ଇଆଡ଼େ ଟଟି କହିବେ, ସେ ଟଟିକୁ ବାନ୍ଧିଛ। ଆମ ଆଡ଼େ ଟାଙ୍କି କହିବେ, ଏପଟ ଟଟି। ଦେଖ, ଏଇଟା ହେଉଛି ଟଟି, ଟଟି କହୁଛନ୍ତି। ଆଉ ଏଇଟା ହେଉଛି ଗୋଟେ ଘର ହେବ। ଏମାନେ କ'ଣ କରିଛନ୍ତି ନା, ବାଉଣ୍ଡ୍ରି କରିକି ଏଇଟା ଏପଟ ଦେଖୁଛ ନା, ଏପଟ ଗୋଟେ ରୁମ୍ ଟାଇପ୍ର ଏଠି ଫାଉଣ୍ଡେସନ୍ ପକାଇ ଦେଇଛନ୍ତି। ଆହୁରି ଇଆଡ଼େ ସବୁ ଗଛ ଲଗା ହେଇଛି। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଗୋଟେ ଆଶ୍ଚର୍ଯ୍ୟ ବିଷୟ ତ ମୁଁ ଦେଖେଇବି। ଏଠି ଏ ଗଛରେ ଅଛି, ମୁଁ ଗୋଟେ ଆଶ୍ଚର୍ଯ୍ୟ ବିଷୟ ଦେଖେଇବି। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ମୁଁ ଏ କାମର ବିଷୟ ଦେଖେଇ ଦେଉଛି। ଏଇଠି ଯେଉଁ ମାଟି ଅଛି, ଏ ମାଟି ମୁଁ ହିଁ କାଢ଼ିଛି। ଆହୁରି ଏ ମାଟି ଦେଖୁଛ, ଏଇଟା ଏ ଯେଉଁ ଟୋଟି ଖୋଲା ହେଇଛି, ଦେଖ, ଏଇଟା ଯେଉଁ ଖୋଲା ହେଇଛି ମୁଁ ନିଜେ ଖୋଳିଛି ଏଇଟା। ମୁଁ ଗୋଟେ ଦିନ ଏପଟେ ଆସିଥିଲି, ଫଟୋ ଉଠେଇ ରଖିଛି। ସେ ଫଟୋ ମୁଁ ସାଇଡ଼୍ରେ ଦେଇ ଦେଉଛି, ସେ ଫଟୋ ଦେଖନ୍ତୁ। ସେତେବେଳେ ଭାଇ ବର୍ଷା ଆସିଲା। ବର୍ଷା ଆସିବାରୁ ମୁଁ କ'ଣ କଲି ଜାଣିଛ ନା? ଆଉ ଏଠି ଦେଖ, କେଉଁଠି ମୋତେ ଲୁଚିବା ପାଇଁ ଜାଗା ନାହିଁ। ଏବେ ମଧ୍ୟ ବର୍ଷା ଆସିବାରୁ ଏମାନେ କ'ଣ କଲେ କି, ଏ ଯେଉଁ ତିରପାଳ ଧରିକି ଆସିଲେ, ଏ ପାଲୁ ଧରି ଆସିକି ବାନ୍ଧିଦେଲେ। ତାପରେ ସେ ଟାଇମ୍ରେ ଆଉ କିଏ ଆଉ ନାହିଁ, ମୁଁ ଜଣେ କାମ କଲି। ସେ ଗାତ ଖୋଳିଲି, ଟଟି ଟାଙ୍କି। ଏଇଟା ଯେଉଁ ଦୁଶଛି ସିଟ୍, ଏ ଯେଉଁ ସେ ସିଟ୍ ନେଇକି ମୁଁ ଏପଟ ପକେଇଲି କାହିଁକିନା ମୋ ମୋବାଇଲ୍ ଅଛି। ଏଇଟା ହେଉଛି ଗଛମାନଙ୍କୁ ପାଣି ଦେବା ପାଇଁ କେଉଁ ଟାଇପ୍ ଟାଙ୍କି କରୁଛନ୍ତି। ଦେଖ, ମୁଁ ଦେଖାଉଛି ଦେଖ। ଆଉ ମୋବାଇଲ୍ ଯଦି ଗଲା ବୋଲେ ଭାଇ ମୋର 20,000 ପଳେଇଯିବ। ସେଥିପାଇଁ ମୁଁ କ'ଣ କରିବି ବୋଲି ଚିନ୍ତା କଲି। ମୋର ବ୍ୟାଗ୍ ରଖିଥିଲି, ସେ ସାଇଡ଼୍ ରଖିଥିଲି ବ୍ୟାଗ୍, ସେ ସାଇଡ଼୍ ରଖିଥିଲି, ସେଇଠୁ ଆଣିଲି। ଆଉ ଏପଟୁ ନାଇଁ, ଏପଟ ମୁଁ ସେ ସିଟ୍ଟା ରଖିଦେଲି। ଏପଟ ଏଇଠି ଦେଖୁଛ କ'ଣ ହେଇକି ଅଛି, ଯେଉଁଠି ସିଟ୍ ରଖିଦେଲି। ସିଟ୍ ରଖିଦେଲା ପରେ ତା ଉପରେ 2-4ଟା ପତ୍ର ପକାଇଦେଲି। ତାପରେ ଅଖା ଗୋଟେ 3-4ଟା ପକାଇଦେଲି। ସେ ସିଟ୍ ଆଉ କଣା ସିଟ୍, ଖାଲି ମୋର ମୋବାଇଲ୍ ନ ଭିଜୁ, ଏ ହିସାବରେ ମୁଁ ବ୍ୟାଗ୍ ରଖିକି ସେଠି ରଖିଦେଲି। ତାପରେ ମୁଁ ଗାତ ଖୋଳି ଏଇଟା, ଏଇ ଦେଖ ଟାଙ୍କି, ଏ ଟାଙ୍କି ଦେଖ ଏମିତି ବନା ଅଛି। ଏଇଟା ଦେଖ, ଏ ଦେଖ, ଦେଖିଲ, ଦେଖିଲ ନା? ମୁଁ ତ ଭାଇ ଭାବୁଛି, ଯଦି ଦେଖିବାକୁ ଗଲେ ଏମାନେ ଗୋଟେ ଫାଲତୁରେ ପଇସା ନଷ୍ଟ କରୁଛନ୍ତି। ସତ କହିବାକୁ ଗଲେ କ'ଣ କରିବେ ଏମାନେ? ତ ଦୁବାଇରେ, କିଏ ଇଂଲଣ୍ଡରେ, କିଏ ସାଉଦି ନା ମାଉଦି ଚାଉଦି ଯାକ ବୋଲୁଛନ୍ତି, ସେ ଯାକ କାମ କରୁଛନ୍ତି। ଆଙ୍କର ପଇସା ତ କ'ଣ, ଆଙ୍କର ପଇସା ବହୁତ ଅଛି ନା, ସେମାନେ ଅଯଥାରେ ବି ଖର୍ଚ୍ଚ କରିପାରିବେ। ଏଇଠି ଦେଖିଲେ ଗୋଟେ ବହୁତ ବିରାଟ ଘର ଗୋଟେ ହେଇପାରିବ, ଏତେ ସୁନ୍ଦର ଜାଗା। ଏଇଟା ଦେଖ, କେତେ ମସ୍ତ ପ୍ଲେସ୍ ଅଛି। ଏଇଠି ଗୋଟେ ଘର ମଧ୍ୟ ହେଇଯିବ। ଏମାନେ କ'ଣ କରୁଛନ୍ତି, ଏଇଟା ତ ଗୋଟେ ରୁମ୍ ହେବ ଭଲ, ଏଇଟା ଗୋଟେ ଛୋଟିଆ ରୁମ୍ ହେବ। ସେଇଟା ହେଉଛି ପାଣି ଟାଙ୍କି କରୁଛନ୍ତି। ସେ ଟାଙ୍କି ଆଉ ପିଇବା ପାଇଁ ନା, ସେ ପାଣି ଏ ଗଛ ଯାକ ପାଣି ପକାଇବା ପାଇଁ ଏଇଟା ସେମିତି ବନେଇଛନ୍ତି। ଏଇଠି ଦେଖ, ନଡ଼ିଆ ଗଛ, ଏଇଟା ହେଲା ନଡ଼ିଆ ଗଛ। ତାପରେ ଏପଟ ଗଲା, ଏଇଟା ହେଉଛି କଦଳୀ ଗଛ। ତାପରେ ସିଆଡ଼େ ରହିଲା ଅମୃତ ଗଛ, ସେପଟେ ରହିଲା ଆମ୍ବ ଗଛ। ଏଇଠି ଗୋଟେ 3-4 ପ୍ରକାର ଗଛ ବନେଇଛନ୍ତି। ଏପଟେ ରହିଲା ଝାମି ଗଛ, ଓକେ, ଏପଟେ ରହିଲା ଝାମି ଗଛ। ଏମିତି ଗୋଟେ 3-4 ପ୍ରକାର ଗଛ ଲଗେଇଛନ୍ତି। ହେଲେ ମୋ 2ଟା ଗଛର ତ ମୁଁ ଗୋଟେ ଦେଖେଇବି ଜିନିଷଟା, ଯେଉଁଟାକି ମୁଁ ଆପଣମାନଙ୍କୁ କହିଥିଲି ଭିଡ଼ିଓ ଫାର୍ଷ୍ଟରେ, ଗୋଟେ ଆଶ୍ଚର୍ଯ୍ୟ ଜିନିଷ ଦେଖେଇବି ବୋଲି। ଭାଇରେ, ମୁଁ ଆଗରୁ ଭିଡ଼ିଓରେ ଦେଖିଛି, ଆଉ ଲୋକମାନେ କହିବା ହିସାବରେ ବି ଶୁଣିଛି, କିନ୍ତୁ ମୁଁ ଦେଖିନଥିଲି। ଏବେ ମୁଁ ଏଇଠି ଦେଖିଛି, ଯେଉଁ ଗଛ କି 2 ଫୁଟ
2 ଫୁଟ ମାପିଲେ କି 2 ଫୁଟ ମଧ୍ୟ ହେବ ନାହିଁ। ଯଦି ସେ ଗଛରେ ଫଳ ଫଳିବ ବୋଲେ କେମିତି ଲାଗିବ, ଆଶ୍ଚର୍ଯ୍ୟ ଲାଗିବ ନା। ମୁଁ ସେଇ ଜିନିଷଟା ଆପଣମାନଙ୍କୁ ମୁଁ ଏଇଠି ଦେଖେଇବି। ମୋ ପାଖରେ ଅଛି ଗୋଟେ ଗଛ, ଦେଖ ଏଇଟା ଅଛି କେଉଁ ଗଛ, ଏଇଟା କେଉଁ ଗଛ ଆପଣମାନେ କୁହ, ଏଇଟା କେଉଁ ଗଛ? ଏଇଟା ହେଉଛି ଆମ୍ବ ଗଛ। ଦେଖୁଛ ନା, ମୁଁ ବସିଛି ମୋ ହାଇଟ୍ରେ ବି ନାହିଁ ସେ ଗଛ, ଦେଖୁଛ ତ। ମୁଁ ଯଦି ବସିଛି ମୋ ହାଇଟ୍ରେ ମଧ୍ୟ ନାହିଁ ସେ ଗଛ। ଯଦି ମୁଁ ସେଇଠି ଆପଣମାନଙ୍କୁ କହିବି କି ଯେ ଏଠି ଆମ୍ବ ଫଳିଛି, ବିଶ୍ୱାସ ଲାଗିବ କି? ନାଇଁ ନା, ବିଶ୍ୱାସ କାହାକୁ ମଧ୍ୟ ଲାଗିବ ନା। ମୋତେ ବି ତ ବିଶ୍ୱାସ ଲାଗୁନି, ହେଲେ ମୁଁ ଦେଖୁଛି ବୋଲିକି ବିଶ୍ୱାସ କରୁଛି। ମୁଁ ଦେଖାଉଛି ଆପଣମାନଙ୍କୁ ଆମ୍ବ, ଏଠି ଦେଖ ସେଇ ଗଛ। ଆଉ ମୁଁ କୁଆଡ଼େ ନେଉନି, ଓକେ, ମୁଁ କୁଆଡ଼େ ନେଉନି, ସେଇ ଗଛରେ ଦେଖାଉଛି ମୁଁ ଆପଣମାନଙ୍କୁ ଆମ୍ବ ଦେଖାଉଛି। ଏଇ ଦେଖ ଭାଇ ଆମ୍ବ, ଦେଖ କେଡ଼ିଟା ଗଛ, ଦେଖ ହେଁ, ଏଇଟା ଗୋଟେ ହେଲା। ତାପରେ ଆହୁରି ଦେଖାଉଛି, ରୁହ, ଏଇ ଦେଖ ଆମ୍ବ ଏଡ଼ିଟା ଗଛରେ। ଆଉ ଗୋଟେ ଝଡ଼ିଗଲା, ଏବେ ମୁଁ ଆଉ ଗୋଟେ ଝଡ଼ି ଯାଇଛି, ଦେଖିଲ। ଏଡ଼ିଟା ଗଛରେ 3ଟା ଆମ୍ବ ଫଳିଛି ଭାଇ। ମୁଁ କେବେ ଦେଖିନଥିଲି, କିନ୍ତୁ ଏଇଟା ମୋର ଫାର୍ଷ୍ଟ ଟାଇମ୍ ଦେଖିଲି। ଏ ଗଛରେ ଦେଖ, ଏ ଯେଉଁ ଗଛରେ ଏଡ଼ିଟା ଗଛରେ 3ଟା ଆମ୍ବ ଫଳିଛି। ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ଦେଖିଲେ। ଆଉ ଗୋଟେ ଦେଖାଉଛି, ଆମ୍ବର ତ ଦେଖି ସାରିଲେ। ମୁଁ 2ଟା ଜିନିଷ କହିଥିଲି ନା ଆପଣମାନଙ୍କୁ, ହେଲେ କ'ଣ ଗୋଟେ ହେଲା। ଆଉ ଗୋଟେ ଜିନିଷ ଦେଖାଉଛି, ଆମ ଆଡ଼େ କ'ଣ ହେଉଛି, ଗଛ ଯେତେ ବଡ଼ ହେଲେ ମଧ୍ୟ ଫଳ ଫଳୁନି। ଏପଟ ଆଉ ଗୋଟେ ଦେଖାଉଛି, ଏଇଟା ମଧ୍ୟ ସେ ଟାଇପ୍, କିନ୍ତୁ ଏଇଟା ଗୋଟେ ଆମ୍ବ ଗଛ ନାହିଁ, ଏଇଟା ଗୋଟେ ଅଲଗା ଗଛ, ଝାମି ଗଛ। ଝାମି ଗଛରେ କେବେ 2 ଫୁଟ ହେଲା ବେଳେ ଝାମି ଫଳିବାଟା ଦେଖିଛ କି? ଯଦି ବି ଦେଖିଥାଏ ପାର, ତାହେଲେ ମୋତେ କମେଣ୍ଟରେ କହିଦିଅ। ମୁଁ ତ ଦେଖିନି, ସେଇଟା ମୁଁ ଆପଣମାନଙ୍କୁ ଦେଖାଉଛି। ଯାହାକି ମୋର, ମୋ ଭାଇ ବ୍ଲଗର ଚ୍ୟାନେଲରେ ମୁଁ ଯେତିକି ଦେଖୁଛି ସେଇଟା ମୁଁ ଆପଣମାନଙ୍କୁ ଜଣେଇବି। ଓକେ, ସେଇଟା ହେଉଛି ମୋ କାମ, ମୋର ଆଉ ଫ୍ରେଣ୍ଡସ୍ମାନଙ୍କୁ ଜଣେଇବା କାମ ହେଉଛି ମୋର। ଏଇଠି ମୁଁ ଆଉ ଗୋଟେ ଜିନିଷ ଦେଖୁଛି, ଏ ଝାମି ଗଛରେ, ଏତେ ଛୋଟ ଝାମି ଗଛରେ କେମିତି ଝାମି ହେଇଛି, ଆସ ଦେଖିବା। ଏଇଟା ଦେଖ ଭାଇ, ଏଇଟା ଦେଖ, ଏଇଟା କେତେ ଛୋଟ ଗଛ ନା, ଦେଖୁଛ। ଏ ଗଛରେ ଯଦି ଝାମି ହେଇଛି ବୋଲି କିଏ ବିଶ୍ୱାସ କରିବେ କି? ନାଇଁ ନା। ଆମ ଆଡ଼େ ତ 5-7 ଫୁଟ ହେଇଥିଲେ ମଧ୍ୟ ସେ ଗଛରେ ଗୋଟେ ବି ଝାମ ଫଳିବ ନାହିଁ। ସେ ଗଛ ବି ଫଳିବାକୁ 5 ବର୍ଷ ଖଣ୍ଡେ ଲାଗିବ। ଏଇଠି ଦେଖ କେତେଟା ଝାମି ଫଳିଛି, ଦେଖ 1 2 3, ଆଉ ଟିକେ ଫୁଲ ହେଇଛି। ଏଠି ବି 3ଟା ଭାଇ, ଏଇଠି ମଧ୍ୟ 3ଟା ଝାମି। ଚାଲ ଝାମି ମୁଁ ଦେଖେଇ ଦେଉଛି ଆପଣମାନଙ୍କୁ। ଏଇଠି ଦେଖ, ଦେଖିଲ, ଏଇଟା ହେଉଛି ଗୋଟେ ଝାମି। ଭଲରେ ଦେଖୁଥିବ, ଏଇଟା ଗୋଟେ ଝାମି। ତାପରେ ସେ ଯେଉଁ ଝାମି ଦେଖେଇଲି, ସେ ପାଖରେ ଆଉ ଗୋଟେ ଝାମି ଅଛି, ଦେଖ ଦୁସି 1 2 ହେଲା। ଆଉ ଗୋଟେ ଝାମି କୁଆଡ଼େ ଗଲା? ହଁ, ତାପରେ ଆଉ ଗୋଟେ ଝାମି ଏପଟ ଅଛି, ଦେଖ 1, ହଁ, ଏଇଟା ଦେଖ ସାନଟା ହେଇଛି। ତାପରେ ଏ ସାଇଡ଼୍ 2ଟା ଥିବ, ଏଠି ଏ ସାଇଡ଼୍ 2ଟା ଅଛି ନା, 1, ଆଉ ଏଠି ଲୁଚି ଯାଇଛି ଗୋଟେ, ଏଠି ଦୁସି ନା ଲୁଚି ଯାଇଛି, ଦେଖିଲ ହେଲା ନା। ଆଉ ଏପଟ କୁଆଡ଼େ ଥିବ କି? ନାଇଁ। ଓକେ, ଦେଖିଲ ଏତେ ଛୋଟ ଗଛରେ କେମିତି ଝାମିରେ ବାବୁ, ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି। ଏମାନେ ଅଯଥାରେ ପଇସା ଖର୍ଚ୍ଚ କରୁଛନ୍ତି ବୋଲି ମୁଁ ଭାବୁଛି। ଆପଣମାନେ, ତାଙ୍କର ଉଦ୍ଦେଶ୍ୟ କ'ଣ ଥିବ ମୁଁ ତ କହିପାରିବି ନା। ଯଦି ଆଉ ଏତେ ଭଲ ଘରରେ ଯଦି ବି ଘର କରିବେ, ଲାଷ୍ଟରେ ଏ ଗଛ ଯାକ ଲଗେଇଲା ପରେ ଆଉ ତାକୁ ହାଣିବାକୁ ପଡ଼ିବ। ମୁଁ ବାହାରକୁ ପଳେଇ ଆସିଲି, ହାଣିବାକୁ ପଡ଼ିବ। ମୋତେ ତ ଭଲ ଲାଗୁନାହିଁ ଏଇଟା। କାଲି ଜାଲି ଆଇଲା, କଂକ୍ରିଟ୍ ପକେଇଲୁ, ଆଉ ଆଜି ମଧ୍ୟ ଟିକେ କଂକ୍ରିଟ୍ ପକେଇଲୁ। ଆଉ ମୁଁ କ'ଣ କହିବି ଆପଣମାନଙ୍କୁ, ମୋର ଚ୍ୟାନେଲ୍ରେ ଯାହା ମୁଁ ଦେଖୁଛି ଆପଣମାନଙ୍କୁ ମୁଁ ଜଣାଉଥିବି। ଚ୍ୟାନେଲ୍ରେ ଯଦି ନୂଆ ଅଛ ତାହେଲେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କର, ଆଉ ଭିଡ଼ିଓକୁ ଲାଇକ୍ କର, କମେଣ୍ଟ କର। ଆଉ କମେଣ୍ଟ କରିବା ଦ୍ୱାରା, କମେଣ୍ଟ କରୁଛ ତ ଭଲ କମେଣ୍ଟ କର। କମେଣ୍ଟ କରିବା ଦ୍ୱାରା ମୋତେ ଖୁସି ଲାଗିବ। ମୁଁ ଆପଣମାନଙ୍କୁ ଆଉ ପୁଣି ଥରେ ନୂଆ ନୂଆ ଭିଡ଼ିଓ ନେଇକି ଆସିବି। ଆଉ ଯେଉଁମାନେ ମଧ୍ୟ ମୋ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି, ତାଙ୍କୁ ମୁଁ ଦିଲ୍ସେ ଧନ୍ୟବାଦ ଦେଉଛି। ଆଉ ଆପଣମାନଙ୍କ ସାଙ୍ଗସାଥିମାନଙ୍କ ପାଖରେ ମଧ୍ୟ ସେୟାର କର। ଆପଣମାନଙ୍କ ସପୋର୍ଟ ମୋତେ ଦରକାର। ଆଉ ରହିଲି, ବାଏ, ନମସ୍କାର।